ତ ପିଲାମାନେ ଆଜି ଆମେ କରିବା ନକଲି ହୀରାର କ୍ୱେଶ୍ଚିନ୍ ଆନ୍ସର। ଭାଷା ମହକର ଚତୁର୍ଥ ଶ୍ରେଣୀର ନକଲି ହୀରା। ତ ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ତ ଆସ କଥା ହେବା। ଦେଖ କ୍ୱେଶ୍ଚିନ୍ 1 ନମ୍ବର କ'ଣ ଦେଇଛି, ରାଜା ଜଣେ କେଉଁ ଭଳି ଶାସକ ଥିଲେ। ତ ପିଲାମାନେ ଉତ୍ତର ଲେଖିବ, 1 ନମ୍ବର ଉତ୍ତର ଲେଖିବ ରାଜା ଜଣେ ବୁଦ୍ଧିମାନ ଶାସକ ଥିଲେ। ତ ଦେଖ 2 ନମ୍ବର କ'ଣ ଦେଇଛି, 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ରାଜା କାହାକୁ ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ। ତ ଉତ୍ତର ଲେଖିବ, ତ 2 ନମ୍ବର ଉତ୍ତର ଲେଖିବ ରାଜାଙ୍କ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଥିବା ଯୁବକଙ୍କୁ ରାଜା ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ। ତ ଏମିତି ଲେଖିବ 2 ନମ୍ବର। ଏବେ ଦେଖ 3 ନମ୍ବର କ'ଣ ଦେଇଛି, 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ। ଉତ୍ତର ଲେଖିବ ରାଜା ତାଙ୍କର ରାଜା ଦରବାରରେ ଉପସ୍ଥିତ ଥିବା ମନ୍ତ୍ରୀ ଓ ପରିଷଦ ବର୍ଗକୁ ପ୍ରଶ୍ନ ପଚାରିଲେ। 3 ନମ୍ବର ଏମିତି ଲେଖିବ। 4 ନମ୍ବର କ୍ୱେଶ୍ଚିନ୍ ଦେଇଛି ଯୁବକ ଜଣକ ନୀରବ ଥିଲେ କାହିଁକି। ଉତ୍ତର ଲେଖିବ ଯୁବକ ଜଣକ ନୀରବ ଥିଲେ କାରଣ ଯେ ରାଜାଙ୍କ ସନ୍ତୁଷ୍ଟ କରିବାକୁ ଭୁଲ ଉତ୍ତର ନ ଦେଇ ଠିକ୍ ଉତ୍ତର ଦେବା ପାଇଁ ଚାହୁଁଥିଲେ। ତ 4 ନମ୍ବର ଉତ୍ତର ଏମିତି ଲେଖିବ। ତ 5 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ରାଜା ଯୁବକଙ୍କ ଉପରେ କାହିଁକି ଖୁସି ହେଲେ। ତ ଉତ୍ତର ଲେଖିବ, ତ 5 ନମ୍ବର କ୍ୱେଶ୍ଚିନ୍ ଉତ୍ତର ଲେଖିବ ଯୁବକ ଜଣକ ଅନ୍ୟମାନଙ୍କ ପରି ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ନ ଦେଇ ସମସ୍ତଙ୍କ ଠାରୁ ଅଲଗା ଉତ୍ତର ଦେଇଥିବାରୁ ରାଜା ଯୁବକଙ୍କ ଉପରେ ଖୁସି ହେଲେ। ତ 5 ନମ୍ବର ଉତ୍ତର ଏମିତି ଲେଖିବ। 6 ନମ୍ବର ଦେଖ, ଏବେ 6 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ପରିଷଦ ମାନଙ୍କୁ ମହାରାଜା ଶେଷରେ କ'ଣ କହିଲେ। ଯେଉଁ ସେ ରାଜମନ୍ତ୍ରୀ ଏଠାରେ ଥିଲେ, ପରିଷଦ ମାନେ ସେଠି ଥିଲେ, ତାଙ୍କୁ କ'ଣ କହିଲେ। ତ ଉତ୍ତର ଲେଖିବ ଦେଖ, ତ 6 ନମ୍ବର ଉତ୍ତର ଲେଖିବ ପରିଷଦ ମାନଙ୍କୁ ମହାରାଜା ଶେଷରେ କହିଲେ ଯେ ମନେ ରଖ କର୍ମ ହିଁ ଭଗବାନ, ସତ୍କର୍ମ ସତ୍ଚିନ୍ତା ମାନବ ଉନ୍ନତିର ମୂଳ ଆଧାର, ସଚ୍ଚୋଟ ପଣିଆ ହେଉଛି ମାନବିକତା, ତୋଷମତ କରିବା ଅନୁଚିତ, ତୁମ୍ଭେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରଜାମାନଙ୍କ ହିତ ପାଇଁ ହେବା ଉଚିତ। ତ 6 ନମ୍ବର ଏମିତି ଉତ୍ତର ଲେଖିବ। ଦେଖ ଏବେ 7 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, 7 ନମ୍ବର ଲେଖା ହେଇଛି ଯୁବକ ଜଣଙ୍କୁ ରାଜା ଅସଲି ହୀରା କାହିଁକି ଦେଲେ। ତ ଉତ୍ତର ଲେଖିବ ଯୁବକ ଜଣକ ରାଜା ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବାରୁ ରାଜା ତାଙ୍କୁ କ'ଣ ଦେଇଥିଲେ, ପିଲାମାନେ ଅସଲି ହୀରା ଦେଇଥିଲେ। ପ୍ରଜାମାନଙ୍କୁ ତାଙ୍କର ନକଲି ହୀରା ଦେଇଥିଲେ, ଯୁବକ ଜଣକୁ ଅସଲି ହୀରା ଦେଇଥିଲେ। ତ ଏମିତି ଲେଖିବ ଉତ୍ତର 7 ନମ୍ବର। 8 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ପରିଷଦ ମାନଙ୍କୁ ରାଜା ନକଲି ହୀରା ଦେବାର କାରଣ କ'ଣ। ତ ଉତ୍ତର ଲେଖିବ, ତ 8 ନମ୍ବର ଉତ୍ତର ଲେଖିବ ମନ୍ତ୍ରୀ ଏବଂ ପରିଷଦ ମାନେ ରାଜାଙ୍କ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ଦେଇଥିବାରୁ ରାଜା ସେମାନଙ୍କୁ ନକଲି ହୀରା ଦେଇଥିଲେ। ତ 8 ନମ୍ବର ଏମିତି ଲେଖିବ। ଏଗୁଡ଼ା 8 ଆସ କଥା ହେବାର କ୍ୱେଶ୍ଚିନ୍ ଆନ୍ସର ସରିଲା। ଏବେ ଦେଖ ତଳେ କ'ଣ ଲେଖା ହେଇଛି, ଦେଖ 1 ନମ୍ବର କ'ଣ ଲେଖା ହେଇଛି, ଆସ ନିମ୍ନ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ପୁରୁଣା ଦେଇଛି, ଦୁଃଖ ଦେଇଛି, ଉପସ୍ଥିତ ଦେଇଛି, ସନ୍ଦେହ ଦେଇଛି। ତ ଆର ବିପରୀତ ଶବ୍ଦ ଗୋଟେ ଲେଖିବ। ପୁରୁଣାର ଲେଖିବ ନୂଆ। ତ ପିଲାମାନେ ଏଇଟା ଇଂଲିଶ ଦେଇଛି, ଓଲ୍ଡ ନେଇ ଦେଇଛି, ଏ ଯାକ କିଛି ଲେଖିବନି ଇଂଲିଶ ୱାର୍ଡ, ଖାଲି ଓଡ଼ିଆ ଅର୍ଥ ଯାକ ଲେଖିବ। ଦେଖ ପୁରୁଣାର ଲେଖିବ ନୂଆ ଲେଖିବ, ତାପରେ ଦୁଃଖର ଲେଖିବ ସୁଖ ଲେଖିବ, ତାପରେ ଉପସ୍ଥିତିର ଲେଖିବ ଅନୁପସ୍ଥିତିର, ତାପରେ ସନ୍ଦେହର ଲେଖିବ ନିଃସନ୍ଦେହ ବା ବିଶ୍ୱାସ ଲେଖିବ, ନିଃସନ୍ଦେହ ଲେଖ ହେଇଯିବ। ତ 1 ନମ୍ବର ଏମିତି ଗୋଟେ ବିପରୀତ ଶବ୍ଦ ଲେଖିବ। ଏବେ ଦେଖ ନେକ୍ସଟ ପେଜ କ'ଣ ଦେଇଛି, ତ ଦେଖ ନେକ୍ସଟ ପେଜରେ ଆଉ ଦୁଇଟା ଦେଇଛି, ସନ୍ତୁଷ୍ଟ ଦେଇଛି, ନକଲି ଦେଇଛି। ସନ୍ତୁଷ୍ଟର ଲେଖିବ, ତ ସନ୍ତୁଷ୍ଟର ଲେଖିବ ଅସନ୍ତୁଷ୍ଟ, ନକଲିର ଲେଖିବ ଅସଲି, ଏମିତି ଲେଖିବ। ସରିଲା। ଏବେ ଦେଖ 2 ନମ୍ବର କ'ଣ ଦେଇଛି କ୍ୱେଶ୍ଚିନ୍, ତ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ଆସ ଗୋଟିଏ କିମ୍ବା ଦୁଇଟି ବାକ୍ୟର ଉତ୍ତର ଲେଖିବା, ଶିକ୍ଷକ ଦଳଗତ ଆଲୋଚନା ପାଇଁ ସୁଯୋଗ ଦେବା। ତ କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ରାଜା ପରିଷଦ ମାନଙ୍କୁ ସମ୍ବୋଧନ କରି କେଉଁ ପ୍ରଶ୍ନ ପଚାରିଲେ। ତ ଦେଖ ଉତ୍ତର ଲେଖିବ, ତ କ ନମ୍ବର ଉତ୍ତର ଲେଖିବ ରାଜା ପରିଷଦ ମାନଙ୍କୁ ସମ୍ବୋଧନ କରି ପ୍ରଶ୍ନ ପଚାରିଲେ ଆପଣମାନେ କୁହନ୍ତୁ ମୁଁ ଜଣେ ଜ୍ଞାନୀ ଓ ସଚ୍ଚୋଟ ରାଜା କି। ତ କ ନମ୍ବର ଉତ୍ତର ଏମିତି ଲେଖିବ। ଖ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ଖ ନମ୍ବର କ୍ୱେଶ୍ଚିନ୍ ଦେଇଛି ପରିଷଦ ମାନେ କ'ଣ ଶିକ୍ଷା ପାଇଲେ। ତ ଉତ୍ତର ଲେଖିବ ପରିଷଦ ମାନେ ଶିକ୍ଷା ପାଇଲେ ଯେ ମିଥ୍ୟା ପ୍ରଶଂସା କରିବା ଅପେକ୍ଷା ସତ୍ୟ କହିବା ଶ୍ରେୟସ୍କର ଏବଂ ନିଜର ଭୁଲ ସ୍ୱୀକାର କରିବା ଉଚିତ। ତ ଖ ନମ୍ବର ଏମିତି ଉତ୍ତର ଲେଖିବ। ଏବେ ଦେଖ ଗ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଗ ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ଏହି ପାଠରୁ ଆମେ କେଉଁ ଶିକ୍ଷା ପାଇଲୁ। ତ ଲେଖିବ ଦେଖ କେମିତି କହିଦେଉଛି, ତ ଗ ନମ୍ବର ଉତ୍ତର ଲେଖିବ ଏହି ପାଠରୁ ଆମେ ଶିକ୍ଷା ପାଇଲୁ ଯେ ସଂସାରରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ, ତେଣୁ ମିଥ୍ୟା ଅହଙ୍କାର ତ୍ୟାଗ କରି ସତ୍ୟ ଓ ସରଳ ପଥରେ ଚାଲିବା ଉଚିତ।
ତ ଗ ନମ୍ବର ସରିଲା ପିଲାମାନେ, ଗ ନମ୍ବର ଏମିତି ଲେଖିବ, 2ରୁ ଗ ନମ୍ବର ସରିଲା। ଏବେ ଦେଖ ନେକ୍ସଟ କ'ଣ ଲେଖା ହେଇଛି କୋଶ୍ଚିନ୍। ତ ଭାଷାର କଥା ପଢ଼ ଓ ବୁଝ ଲେଖ। ଦେଖ 1 ନମ୍ବର ଲେଖା ହେଇଛି ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ପାଖରେ ଠିକ୍ ଚିହ୍ନ ଦିଅ। ତ ଦେଖ ଏଇଟା ଗୋଟେ କୋଶ୍ଚିନ୍ ଲେଖା ହେଇଛି, ବୃଦ୍ଧ ରାଜାଙ୍କର କେତେ ଜଣ ପୁଅ ଥିଲେ? ତ ଏଇଟା 4ଟା କୋଶ୍ଚିନ୍ ଦେଇଛି, ସେ 4ଟାକୁ କୋଶ୍ଚିନ୍ ଗୋଟେ ଆନ୍ସର ହିଁ ଠିକ୍ ହେବ। ଦେଖ ବୃଦ୍ଧ ରାଜାଙ୍କର କେତେ ଜଣ ପୁଅ ଥିଲେ? ତ ପିଲାମାନେ ତମେ ଜାଣିଥିବ ତାର ଜଣେ ହିଁ ପୁଅ ଥିଲେ, ତ ସେଇଟା କ ନମ୍ବର ଉତ୍ତର ଠିକ୍ ମାରିବ, ଜଣେ। ଦେଖ ନେକ୍ସଟ କୋଶ୍ଚିନ୍ କ'ଣ ଦେଇଛି, ରାଜା ତାଙ୍କ ପୁଅ ପାଇଁ କ'ଣ ଖୋଜୁଥିଲେ? ତ ଦେଖ କୋଶ୍ଚିନ୍ ଦେଇଛି ରାଣୀ, ଘର, ପରାମର୍ଶଦାତା ଓ ଗୁରୁ। ତ ଉତ୍ତର ହେବ ଆର ଗ ନମ୍ବରଟା, ପରାମର୍ଶଦାତା। ତ ଜାଣିଥିବ ପରାମର୍ଶଦାତା, ତ ସେଇଟା ଠିକ୍ ମାରିବ। ତ ନେକ୍ସଟ କୋଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ତୁମେ କାହିଁକି ଚୁପଚାପ ଛିଡ଼ା ହୋଇଛ? ଉତ୍ତର ଦିଅ। ଏକଥା କିଏ କହିଥିଲେ? ତ ପିଲାମାନେ ଯୁବକ କହିନଥିଲେ, ପରିଷଦ ବି କହିନଥିଲେ, ରାଜା ଆଉ ମନ୍ତ୍ରୀ। ତ କିଏ କହିଥିଲେ ପିଲାମାନେ? ରାଜା କହିଥିଲେ। ତ ଉତ୍ତର ଏଇଟା ହେବ ରାଜା, ଗ ନମ୍ବର। ତ ଏବେ ଦେଖ ନେକ୍ସଟ କୋଶ୍ଚିନ୍ କ'ଣ ଲେଖା ହେଇଛି, ତ ମହାରାଜ ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହୋଇଛି। ଏକଥା କିଏ କହିଥିଲେ ପିଲାମାନେ? ରାଜା ଲେଖା ହେଇଛି, ଯୁବକ ଲେଖା ହେଇଛି, ପରିଷଦ ଲେଖା ହେଇଛି, ମନ୍ତ୍ରୀ ଲେଖା ହେଇଛି। ତ ଆର ଠିକ୍ ଉତ୍ତର ହେବ ପରିଷଦ ପିଲାମାନେ। ତାଙ୍କୁ କିଏ କହିଥିଲେ ପିଲାମାନେ? ପରିଷଦ ମାନେ କହିଥିଲେ, ତ ସେଇଟା ଠିକ୍ ମାରିବ। ତ ନେକ୍ସଟ କୋଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ରାଜା ଅସଲି ସୁନା କାହାକୁ ଦେଇଥିଲେ? ତ ବୃଦ୍ଧ ଲେଖା ହେଇଛି, ସେନାପତି ଲେଖା ହେଇଛି, ପରିଷଦ ଲେଖା ହେଇଛି, ଯୁବକ ଲେଖା ହେଇଛି। ତ ପିଲାମାନେ ବୃଦ୍ଧକୁ ଦେଇନଥିଲେ, ସେନାପତିକି ବି ଦେଇନଥିଲେ, ପରିଷଦକୁ ବି ଦେଇନଥିଲେ, କାହାକୁ ଦେଇଥିଲେ? ତ ପିଲାମାନେ ଯୁବକକୁ ଦେଇଥିଲେ। ତ ସେଇଟା ଠିକ୍ ମାରିବ, ଯୁବକ। ନେକ୍ସଟ କୋଶ୍ଚିନ୍ କ'ଣ ଦିଆଯାଇଛି ଦେଖ, କିଏ ବଡ଼ ବଳବାନ? କିଏ ବଡ଼ ବଳବାନ ପିଲାମାନେ? ରାଜା ନା ମନ୍ତ୍ରୀ ନା ପରିଷଦ ବର୍ଗ ନା ସମୟ? ତ ପିଲାମାନେ ରାଜା ହେବନି, ମନ୍ତ୍ରୀ ବି ବଳବାନ ହେବନି, ପରିଷଦ ବର୍ଗ ବି ହେବନି, ପିଲାମାନେ ଆମର ସମୟ ହେଉଛି ବଳବାନ। ତ ପିଲାମାନେ ଉତ୍ତର ହେବ ଘ ନମ୍ବରଟା, ସମୟ। ତ ସେଇଟା ଠିକ୍ ମାରିବ। ତ ଏଇଟା ଏବେ ସରିଲା। ଏବେ ଦେଖ 2 ନମ୍ବର କୋଶ୍ଚିନ୍ କ'ଣ ଦେଇଛି। 2 ନମ୍ବର କୋଶ୍ଚିନ୍ ଲେଖା ହେଇଛି, ଆସ ନିମ୍ନରେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ସେମାନଙ୍କର ଉପଯୁକ୍ତ ଅର୍ଥ ସହିତ ମେଳ କରିବା। ତ ପିଲାମାନେ ଏଇଟା ଦେଖ, ଗୋଟେ ଶବ୍ଦ ଦେଇଛି, ରାଜା, ଖୁସି ଦେଇଛି, ତାର ମେଳ କରିବା, ଗୋଟେ ଗାରଟା ଆଣିବା। ଦେଖ ଏଇଟା ରାଜା ଦେଇଛି ଖୁସି, ପୁଅ, ଦିବସ, ଦିନ, ପୁତ୍ର, ଆନନ୍ଦ, ନୃପତ ଦେଇଛି। ତ ଚାଲ ଆର ଗୋଟେ ଗାରଟା ଆଣିକିରି ମିଶେଇବା। ତ ପ୍ରଥମେ ଲେଖା ହେଇଛି ରାଜା, ତ ସେଇଟା କୋଉଠି ମିଶେଇବ? ନୃପତରେ ମିଶେଇବ, ନୃପତି। ତ ରାଜା ନୃପତି ଗାର ଟାଣିବ। ତାପରେ ପୁଅ ଲେଖା ହେଇଛି, ପୁଅକୁ ପୁତ୍ର ଗାର ଟାଣିବ। ତାପରେ ଦିନ ଲେଖା ହେଇଛି, ଦିନକୁ ଦିବସ ଗାର ଟାଣିବ। ତାପରେ ଆନନ୍ଦକୁ ଖୁସି ଟାଣିବ ଗାର। ତ 2 ନମ୍ବର ଏମିତି ସମ୍ମିଳନ କରିବ। ତ ଗାର ଟାଣି ସାରିଲା ପରେ ଏବେ ଦେଖ ନେକ୍ସଟ କୋଶ୍ଚିନ୍ କ'ଣ ଲେଖା ହେଇଛି। ତ ଆସ ଚିନ୍ତା କରିବା ଓ ଲେଖିବା। ଦେଖ 6 ନମ୍ବର କୋଶ୍ଚିନ୍ କ'ଣ ଲେଖା ହେଇଛି, ପାଠ୍ୟରୁ 4ଟି ଚିତ୍ର ନିମ୍ନରେ ଦିଆଯାଇଛି, ଆସ ସେଗୁଡ଼ିକ ନାମ ଲେଖା। ତ ପିଲାମାନେ 4ଟା ଚିତ୍ର ଦିଆଯାଇଛି, ସେ 4ଟା ଚିତ୍ରର ନାଁ ଲେଖିବା ସେ ବାକ୍ସରେ ଗୋଟେ ଗୋଟେ। ଦେଖ ପ୍ରଥମ ଚିତ୍ର କ'ଣ ଦିଆଯାଇଛି, ରାଜା ଦିଆଯାଇଛି, ତ ସେଥିରେ କ'ଣ ଲେଖିବ? ଉତ୍ତର ଲେଖିବ ରାଜା, ସେ ବାକ୍ସରେ ରାଜା ଲେଖିବ ପିଲାମାନେ। ଏବେ ଦେଖ ନେକ୍ସଟ ଚିତ୍ର ଦିଆଯାଇଛି, ନେକ୍ସଟ ଚିତ୍ରରେ ଦିଆଯାଇଛି ରାଜବାଡ଼ି କିଛି ଲୋକମାନେ ଅଛନ୍ତି, ତ ସେ ଲୋକମାନେ କ'ଣ? ପରିଷଦ। ତ ସେଥିରେ କ'ଣ ଲେଖିବ ଯେ ପରିଷଦ, ସେ ବାକ୍ସରେ ଲେଖିବ ପରିଷଦ। ଏବେ ଦେଖ ତା ତଳେ କ'ଣ ଦିଆଯାଇଛି ପିଲାମାନେ, ବଡ଼ ଗୋଟେ ସିଂହାସନ ଦେଇଛି ବସିବା ପାଇଁ। ସେଇଟା ସିଂହାସନ ନା, ଭିବା ବୁଝିବା କୋଉ ଗୋଟେ ରାଜ ଦରବାରୀ ବସ୍ତା ଅଛି, ତ ସେଥିରେ ବାକ୍ସରେ ଲେଖିବ ସିଂହାସନ। ଏବେ ଦେଖ ନେକ୍ସଟ କ'ଣ ଦେଇଛି, ନେକ୍ସଟ ଗୋଟେ ଯୁବକ ଛିଡ଼ା ହେଇଛି ପିଲାମାନେ ହାତ ଯୋଡ଼ିକି, ତ ସେଥିରେ ଲେଖିବ ଯୁବକ। ତ ଏମିତି ଗୋଟେ ବାକ୍ସରେ ଲେଖିବ। ଏବେ ଦେଖ ନେକ୍ସଟ ପେଜରେ କ'ଣ ଦିଆଯାଇଛି, ନେକ୍ସଟ ପେଜ 7 ନମ୍ବର ଦେଖ କୋଶ୍ଚିନ୍, ରାଜା ଦରବାରରେ କେଉଁମାନେ ଥାଆନ୍ତି ଲେଖ। ତ ପିଲାମାନେ ରାଜା ଦରବାରରେ କେଉଁମାନେ ଥାଆନ୍ତି? ମନ୍ତ୍ରୀ, ପରିଷଦ ମାନେ। ତ ଉତ୍ତରରେ ଦେଖ କେମିତି ଲେଖିବ। ତ ଉତ୍ତର ଲେଖିବ ରାଜା ଦରବାରରେ ରାଜା, ମନ୍ତ୍ରୀ ଏବଂ ପରିଷଦ ମାନେ ଥାଆନ୍ତି। ତ ଏମିତି 7 ନମ୍ବର ଉତ୍ତର ଲେଖିବ। ଏବେ ଦେଖ ନେକ୍ସଟ କୋଶ୍ଚିନ୍ କ'ଣ ଦିଆଯାଇଛି, ତୁମ ପାଇଁ କାମ ଲେଖାଇଛି ପିଲାମାନେ। 8 ନମ୍ବର କୋଶ୍ଚିନ୍ ଦିଆଯାଇଛି, ମନର ଗପଟିଏ 10 ଧାଡ଼ିରେ ଲେଖ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖାଅ। ତ ଏଇଟା ପିଲାମାନେ ତୁମେ ନିଜ ମନରୁ କାଢ଼ିରେ 10ଟା ଗପ ଲେଖେ। ଦେଖ କେମିତି ଲେଖିବ, ମୁଁ କହିଦେଉଛି ଗପ। ତ ହେଡ଼ିଂ ଦେବ ଏକତା ହିଁ ବଳ। ତ ପିଲାମାନେ 10ଟାର ଧାଡ଼ି ଲେଖିବ। ଦେଖ ଏକ ଧାଡ଼ିରେ କ'ଣ ଲେଖିବ, ଗୋଟିଏ ଜଙ୍ଗଲରେ ଅନେକ କପୋତ ବା ପାରା ବାସ କରୁଥିଲେ। 2 ନମ୍ବର ଲେଖିବ, ଦିନେ ସେମାନେ ଖାଦ୍ୟ ଖୋଜିବା ପାଇଁ ଆକାଶରେ ଉଡ଼ି ବୁଲୁଥିଲେ। 3 ନମ୍ବର ଲେଖିବ, ତଳେ କିଛି ଧାନ ବିଛା ହୋଇଥିବାରୁ ଦେଖି ସେମାନେ ଲୋଭରେ ତଳକୁ ଓହ୍ଲାଇ ଆସିଲେ। 4 ନମ୍ବର ଲେଖିବ,
ଲେଖିବ କିନ୍ତୁ ସେମାନେ ଜାଣିନଥିଲେ ଯେ ଜଣେ ଶିକାରୀ ସେଠାରେ ଜାଲ ବିଛାଇ ରଖିଛି। 5 ନମ୍ବର ଲେଖିବ ଧାନ ଖାଉ ଖାଉ ସମସ୍ତ ପାରା ସେହି ଜାଲରେ ଛନ୍ଦି ହୋଇଗଲେ। ତ 7 ନମ୍ବର ଲେଖିବ ଶିକାରୀକୁ ଆସିବାର ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିଲେ। ତ ପିଲାମାନେ ଏମିତି ଲେଖିବ। 7 ନମ୍ବର ଲେଖିବ ସେମାନଙ୍କ ମଧ୍ୟରେ ଥିବା ବୁଢ଼ା ପାରାଟି ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ। 8 ନମ୍ବର ଲେଖିବ ସେ ପରାମର୍ଶ ଦେଲା ଯେ ସମସ୍ତେ ମିଶିକି ଏକା ସାଙ୍ଗରେ ବଳ ଲଗାଇ ଉଡ଼ିବାକୁ ଚେଷ୍ଟା କରନ୍ତୁ। 9 ନମ୍ବର ଲେଖିବ ପାରାମାନେ ତାହା ହିଁ କଲେ ଏବଂ ସମସ୍ତେ ଜାଲ ସହିତ ଆକାଶକୁ ଉଡ଼ିଗଲେ। ତ ପିଲାମାନେ ଏମିତି ଲେଖିବ। 10 ନମ୍ବର ଲେଖିବ ଶିକାରୀଟି କେବଳ ଚାହିଁ ରହିଲେ ଏବଂ ପାରାମାନେ ଏକତା ଯୋଗୁଁ ନିଜ ଜୀବନ ବଞ୍ଚାଇ ପାରିଲେ। ତ ପିଲାମାନେ ଏମିତି 10ଟା ଧାଡ଼ି କରିରେ ଗୋଟେ ଗୋଟେ କରି ଲେଖିବ। ଏକତା ହିଁ ବଳ। ତ ହେଡ଼ିଙ୍ଗ ଦେବ ସେଇଟା ଦେବ ଏକତା ହିଁ ବଳ, ତାପରେ ଗୋଟେ ଗୋଟେ 10ଟା ଧାଡ଼ି ଲେଖିବ ଏମିତି କରିକିରି। ତ ନକଲି ହୀରାର ପ୍ରଶ୍ନ ଉତ୍ତର ସରିଲା ପିଲାମାନେ। ପାଠ 3 ନମ୍ବର ପାଠ 1 ଆଉ 2 ନମ୍ବର ବି ଛାଡ଼ି ଦେଇଛି କୋଶ୍ଚିନ୍ ଆନ୍ସର। ସାହିତ୍ୟର ପରିବେଶର ବି ଛାଡ଼ି ଦେଇଛି, ଯାଇ ଦେଖିପାରିବ। ଇଂଲିଶରେ ବି ଛାଡ଼ିଛି। ପରିବେଶ, ଇଂଲିଶ, ସାହିତ୍ୟ ସବୁ ଯାକର ଗୋଟେ ଗୋଟେ ପାଠ କରି ସବୁ କୋଶ୍ଚିନ୍ ଆନ୍ସର ସବୁ ପାଠ ଛାଡ଼ି ଦେଇଛି, ଯାଇ ଦେଖ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଇନଷ୍ଟାଗ୍ରାମ ଲିଙ୍କ୍ ବି ଡିସ୍କ୍ରିପ୍ସନ୍ ଦେଇଦେଇ ଯାଇକି ଫଲୋ କରିଦିଅ।